ଚତୁର୍ଥ ସ୍କନ୍ଧ ନବମ ଅଧ୍ୟାୟ ସୁତୋବାଚ। ଘୋର ବନେ ରାତ୍ର କାଳେ ଯାନ୍ତି ମୁନି ଜନେ, ଅନ୍ତରିକ୍ଷ ବାଣୀ ତାଙ୍କୁ ଶୁଭିଲା ଗଗନେ। ମଧୁବନେ କାଳନ୍ଦୀ ଦକ୍ଷିଣ ତଟେ ରହି, ନିଶ୍ଚଳ ଆସନେ ତପ ସାଧ୍ୟ କର ତୁଇ। ଅନ୍ତରିକ୍ଷ ବଚନ ଶୁଣିଲା ଯଉଁ ଚିତେ, ତକ୍ଷଣେ ନମିଲା ସେ ମୁନିଙ୍କ ପାଦ ଗତେ। କୃତକୃତ୍ୟ ହୋଇ ଯେ ବାଳକ ରୀକ୍ଷିତ, ସେବନୁ ଚଳିଲା ଦୃଢ଼ ଚିତେ ଦୂର ପଥ। ମନ ସଙ୍ଗ ମେଳେ ଯେ ଯମୁନା ତଟେ ଯାଇ, ଅନ୍ତରିକ୍ଷ ବାଣୀ ଚିନ୍ତେ ଗଗନକୁ ଚାହିଁ। ମଧୁ ନାମେ ଦୈତ୍ୟ ଅଧିଷ୍ଠିତ ପୂର୍ବେ ଥିଲା, ସେ କାରଣୁ ମଧୁବନ ନାମ ସେ ପାଇଲା। ବିଷ୍ଣୁ ସମ ଧାମ ସେ ପାଇଲା ଯୁଗେ ଯୁଗେ, ତାର ପୁତ୍ର ଲବଣ ଯେ ଥିଲା ବନ ଭାଗେ। ଶତ୍ରୁଘ୍ନ ରୂପେ ତାକୁ ମାରି ଚକ୍ରଧର, ଗ୍ରାମ ବସାଇଲେ ନାମ ମଥୁରା ନଗର। ସର୍ବ ପାପ ହରଇ ଯମୁନା ଜଳେ ଜଇଁ, ତାର ତୀରେ ବସିଲେ ନିଶ୍ଚଳେ ଧ୍ରୁବ ଯାଇ। ମୁନିଙ୍କର ଉପଦେଶ ସୁମରେ ନିଶ୍ଚଳେ, ଯମୁନାର ତୀରେ ସେ କଦମ୍ବ ତରୁ ତଳେ। ନିଶ୍ଚଳ ଆସନେ ବସି ପ୍ରତ୍ୟାହାର କଲା, ହରି ଅନୁଗ୍ରହେ ମନ ନିଶ୍ଚଳେ ରହିଲା। ଅଶେଷ ଦେବ ଈଶ୍ୱର ବିଷ୍ଣୁ ତା ହୃଦୟେ, ପ୍ରକାଶ ହୋଇଲେ ପୂର୍ବ ଭାଗ୍ୟର ଉଦୟେ। ସର୍ବଭୂତ ଦେହେ ବସେ ଆକାଶର ପ୍ରାୟେ, ସର୍ବଗତେ ସର୍ବଭାବେ ସର୍ବଜୀବମୟେ। ଦ୍ୱାଦଶ ଅକ୍ଷର ମନ୍ତ୍ର ହୃଦରେ ସୁମରି, ବିଷ୍ଣୁର ଚରଣ ଚିତେ ଅତି ଦୃଢ଼େ ଧରି। ମନେ ବିଚାର ଇଏ ଆସନେ କାର୍ଯ୍ୟ ନାହିଁ, ଊର୍ଦ୍ଧ୍ୱ ମୁଖେ ଊର୍ଦ୍ଧ୍ୱ ବାହୁ ତପ ସାଧିବଇଁ। ଏମନ୍ତ ବିଚାରି ସେ ଆସନୁ ଉତରିଲା, ଦକ୍ଷିଣ ଚରଣେ ସେ ମେଦିନୀ ପୃଷ୍ଠେ ଦେଲା। ସମସ୍ତ ଧରିତ୍ରୀ କମ୍ପେ ଧ୍ରୁବ ପାଦ ବରେ, ବନଗିରି ଜଳଧି ସହିତେ ଯା ଶରୀରେ। ବାମ ପାଦ ବରେ ଊର୍ଦ୍ଧ୍ୱେ ନମିଲା ଧରଣୀ, ପୁଣି ଧ୍ରୁବ ଦ୍ୱିତୀୟ ଚରଣ ସ୍ଥାପେ ଆଣି। ବାମ ପାଦ ଅଙ୍ଗୁଷ୍ଠି ଅଗ୍ରରେ ଭାର ଦେଇ, ବାମ ଜାନୁ ଉପରେ ଦକ୍ଷିଣ ପାଦ ଥୋଇ। ପାଦ ଅଙ୍ଗୁଷ୍ଠିରେ ଧ୍ରୁବ ନିଶ୍ଚଳେ ରହିଲା, ଧ୍ରୁବର ଚରଣ ଭାରେ ଅବନୀ କମ୍ପିଲା। ପର୍ବତ ଆଦି ଯେ ବନ ଜଳଧି ସହିତେ, କମ୍ପଇ ଧରଣୀ ରମ୍ଭା ବୃକ୍ଷ ଯେନେ ବାତେ। ଦଶ ଦିଶ କମ୍ପିଲା କମ୍ପିଲେ ଦିଗପାଳେ, ବିଚାରିଲେ ଧ୍ରୁବର ତପସ୍ୟା ଉଚ୍ଚ ଫଳେ। ତେବେ ନିଜ ଅଧିକାରେ ରହିବୁ ସକଳେ, ଯଦ୍ୟପି ଏହାର ତପ ରହିବ ନିଶ୍ଚଳେ। ଚତୁର୍ଦ୍ଦଶ ଲୋକ ଯହିଁ ଏହାରେ କମ୍ପିଲେ, ଧ୍ରୁବ ତପ ଭଗ୍ନ ଯିବ କି ଉପାୟ କଲେ। ମହାଘୋର ତପ କରୁ ସୁନୀତିର ବାଳେ, ଦେବଙ୍କର ମାନସ କମ୍ପିଲା ଅନ୍ତରାଳେ। ଯମ ଆଦି ଦେବଗଣ ପରମ ଆକୁଳେ, ଇନ୍ଦ୍ରର ସଙ୍ଗତେ ବସି ଭାଳିଲେ ସକଳେ। ଏମନ୍ତ ବିଚାରି ଦେବେ ରହିଲେ ଚକିତେ, ଧ୍ରୁବର ନିଶ୍ଚଳ ତପ ବିଷ୍ଣୁ ପାଦ ଗତେ। ପରଂ ବ୍ରହ୍ମ ଅନାମୟ ବାସୁଦେବ ଯନ୍ତ୍ରେ, ଆଗମ ନିଗମ ପଥ ଯଥା ତନ୍ତ୍ର ମନ୍ତ୍ରେ। ବାସୁଦେବ ପ୍ରାୟ ସେ ଯେ ଜଗତ ଦେଖଇ, ଉନ୍ମୀଳ ଲୋଚନେ ଧ୍ରୁବ ପରାଭବ ସଇ। ସର୍ବଘଟ ସର୍ବଭାବେ ଦେଖେ ହରି ରୂପ, ସର୍ବଦିଗେ ଅନଳ ପବନ ସର୍ବଘଟ। ବନଗିରି କନ୍ଦରେ ଯେତେକ ପଶୁ ଯୂଥ, ବରୁଣ ଭୁବନେ ଜଳ ଜନ୍ତୁ ଯେ ସମସ୍ତ। ଅଶ୍ୱଗଜ ସହିତେ ରାଜନପୁରେ ଯେତେ, ବିଷ୍ଣୁର ସ୍ୱରୂପେ ରୂପ ଦେଖଇ ସମସ୍ତେ। ପାତାଳେ ଅନନ୍ତ ରୂପ ଗଗନେ ଅନନ୍ତ, ଏକ ରୂପେ ରୂପ ଭେଦ କେ କରିବ ଅନ୍ତ। ଜୀବଙ୍କର ଦେହେ ନିତ୍ୟ ଯେ ଦେବ ବସନ୍ତି, ତାର ନିଜ ଦେହରେ ଦେବଙ୍କର ବସତି। ବିଶ୍ୱବ୍ୟାପୀ ଧାତାର ଗୋଚରେ ଅର୍ଥ ଯେହୁ, ଏଣୁ ବ୍ୟାପୀ ଅଛିଦ୍ର ମହିମା କେହୁ କହୁ। ଏହି ଅର୍ଥେ ମନ ଯାର ବିଷ୍ଣୁ ଉଚାରନ୍ତି, ସର୍ବଭୂତେ ରହିଛନ୍ତି କେହି ନ ଜାଣନ୍ତି। ସର୍ବଜନ୍ତୁ ହୃଦଗତେ ରବିପ୍ରାୟ ଦିଶେ, ଇନ୍ଦ୍ରିୟଙ୍କ ଈଶ୍ୱର ଯେ ହୃଷିକେଶ ଘୋଷେ। ଯାହାର ଯେ ଭକ୍ତ ଜନ ପ୍ରଳୟେ ନ ମିଶେ,
ଏଣୁ ଏ ଅଚ୍ୟୁତ ନାମ ସର୍ବଦେବେ ଘୋଷେ। ଚରାଚର ବିଶ୍ୱଭାବ ହୋଇ ସେ ବିନାଶେ, ଏଣୁ ବିଶ୍ୱଭାବ ନାମ ସର୍ବ ଉପଦେଶେ। ଧ୍ରୁବର ଲୋଚନ ବିଷ୍ଣୁ ପାଦେ ଲୀନ ଗଲା, କର୍ଣ୍ଣ ଯୁଗ ବିଷ୍ଣୁ ରସ ବଦେ ଆଶ୍ରେ କଲା। ବଚନ ରହିଲା ବିଷ୍ଣୁ ଚରିତ ବର୍ଣ୍ଣନେ, ବିଷ୍ଣୁ ପାଦ ପଦ୍ମ ଗନ୍ଧ ନାସାରନ୍ଧ୍ର ଜାଣେ। ହସ୍ତ ବେନି ସେ ଭାବେ ଯେ ହୋଇଲେ ଅର୍ପିତ, ପାଦ ବେନି ଗୋବିନ୍ଦ ଭୁବନେ ଉପଗତ। କର୍ମେନ୍ଦ୍ରିୟ ରସିଲା ପରମ ବ୍ରହ୍ମ ରସେ, ଶୀତ ଘର୍ମ ନ ଲାଗିଲା ବିଷ୍ଣୁ ଉପଦେଶେ। ଶବ୍ଦ ସ୍ପର୍ଶ ରସ ରୂପ ଗନ୍ଧ ଆଦି ଯେତେ, ବିଷ୍ଣୁର ଚରଣେ ଲୀନ ହୋଇଲେ ସମସ୍ତେ। ବାକ୍ୟ ପାଣି ପାଦ ଲିଙ୍ଗ ମୂଳାଧାର ଆଦି, ନିଶ୍ଚଳେ ରହିଲା ଧ୍ରୁବ ଯୋଗରେ ସନିଧି। ତାର ଘୋର ତପ ତେଜେ ସର୍ବତପ ଲୀନ, ଅଗ୍ନି ସୁଧାକର ବାୟୁ ଆକାଶ ତପନ। ଧ୍ରୁବର ଉପରେ ଧରା ହୁଏ ରସାଗତ, ତପଯଜ୍ଞ ସରାସନେ ଉଦିତ ସମସ୍ତ। ନିର୍ମଳ ଶୀତଳ ସ୍ୱାଦ ରସ ଯେ ବହନ୍ତି, ସୁଗୁପ୍ତେ ସମୀର ବହେ ଶବ୍ଦ ଦ୍ୱାରେ ଚିନ୍ତି। ଯେତେ ରୂପ ଗୁଣ ଯେତେ ସୁନ୍ଦର ତ୍ରୈଲୋକ୍ୟେ, ସର୍ବଲୀନ ହୋଇଲେ ସୁନୀତି ପୁତ୍ର ପାଖେ। ସମୀର ବହଇ ଯେ ଧ୍ରୁବର ଦେହେ ଲାଗି, ସେ ବାୟୁର ସ୍ପର୍ଶେ ସର୍ବଦିଗ ସୁଖ ଭାଗି। ଅଶେଷ ଶବଦ ଘେନି ଗଗନେ ନିଶ୍ଚଳେ, ଆଶ୍ରେ କରି ରହିଲେ ଧ୍ରୁବର କର୍ଣ୍ଣ ମୂଳେ। ଧ୍ରୁବର ତପ ଦେଖି ଯେ ପବନ ବିଚାରଇ, ମୋର ଲୋକ ତପ ବଳେ ସଂହରିବ ଏହି। ଏହାର ତପସ୍ୟା ବଳେ ମୁହିଁ କ୍ଷମ ନୁହେଁ, ଏଣୁ କରି ଧ୍ରୁବ ଅଙ୍ଗେ ଶୀତ ଉଷ୍ମ ରହେ। ଅପସରା ଗଣେ ଚାହିଁ ପାରିବୁ ସମାଧି, ଏହିପରି ଭାବନା ସେ କରଇ ଆରାଧି। କାମ କ୍ରୋଧ ଅଛନ୍ତି ଯେ ଆମ୍ଭରି ସଙ୍ଗତେ, କେହି ନ ପାରିବେ ପଶି ଏ ବାଳକ ଚିତ୍ତେ। ଏମନ୍ତେ ସମସ୍ତ ଦେବ ଇନ୍ଦ୍ର ମୁଖ ଚାହିଁ, କହନ୍ତି ସମ୍ଭ୍ରମ ଚିତ୍ତେ ଶିରେ କର ଦେଇ। କି ବୁଦ୍ଧି କରିବା ଏବେ ଶୁଣ ଦେବରାୟ, ଧ୍ରୁବର ତପସ୍ୟା ଭଗ୍ନେ କି ଅଛି ଉପାୟ। ମୁହୂର୍ତ୍ତେ ରହିଲା ଇନ୍ଦ୍ର ଦେବ ବାକ୍ୟ ଶୁଣି, ତପଭଗ୍ନ ନିମନ୍ତେ ଉପାୟ ମନେ ଗୁଣି। ବୋଇଲେ ସ୍ୱଭାବେ ବାଳକ ଦେହ ଧରେ, ଭୟଙ୍କର ଭୂତ ଗଣ ଦେଖି ଅବାଡରେ। ଭୟଙ୍କର ରୂପ ଦେଖି ବାଳକେ ଡରନ୍ତି, ଅନ୍ୟ କିଛି ପ୍ରକାରେ ଏହାର ନାହିଁ ଭ୍ରାନ୍ତି। ଆସୁରୀ ମାୟାରେ ଯେବେ ଭଗ୍ନ କରିପାର, ନିଶ୍ଚିନ୍ତେ ଭୁଞ୍ଜିବ ତୁମ୍ଭେ ଯେଝା ଅଧିକାର। ଅନ୍ୟଥା ଉପାୟ ନାହିଁ ସେ ତପର ଭଗ୍ନେ, ଧ୍ରୁବର ତପସ୍ୟା ଯେବେ ଭଗ୍ନ ପ୍ରୟୋଜନେ। ଇନ୍ଦ୍ରର ସଙ୍ଗତେ ଦେବେ ହେମନ୍ତ ବିଚାରି, ଭୂତ ଗଣେ ଧାଇଁଲେ ଭୀଷଣ ରୂପ ଧରି। ଭଲ୍ଲୁକ ଆକାର ଉଷ୍ଟ୍ର ଖର ରୂପ ଧରି, ଲମ୍ବ ଗ୍ରୀବ ଶିରୋଧବ ବଦନ ବିସ୍ତାରି। ଭୁଜ ଦଣ୍ଡାଘାତେ ତରୁ ଭଗ୍ନ ଯେ କରନ୍ତି, ଅତି ବେଗେ ବନ୍ତେ ଧ୍ରୁବ ନିକଟେ ମିଳନ୍ତି। ବୃଷଭ ଆକାର ତୀକ୍ଷ୍ଣ ଶୃଙ୍ଗେ ଭୁବିଦାରି, ମନୋଜବେ ଧାବନ୍ତି ଉନ୍ମତ୍ତ ରୂପ ଧରି। ସର୍ପ ରୂପ ଧରି ଫଣା ଉଭାରନ୍ତି ବଳେ, ବେନି ଜଳେ ବେନି ଜୁହା ବିଜୁଳି ଚଞ୍ଚଳେ। ଉଦ୍ଗାରନ୍ତି ବିଷ କଣା ଜଳ ବୃଦ୍ଧି ପ୍ରାୟେ, ଏ ରୂପେ ଧ୍ରୁବ ସମୀପେ ମିଳିଲେ ଥକାଏ। ମହିଷ ଆକାରେ ଗିରି ଶୃଙ୍ଗ ଅଗ୍ରେ ଧରି, ଉପାଡ଼ନ୍ତେ କୋପ ଭରେ ଲାଙ୍ଗୁଡ଼ ଉଭାରି। ଭୂତଗଣ ଧାବନ୍ତି ବିସ୍ତାରି ମହାକାୟ, ବେନିପାଦ ଦିଶଇ ଖର୍ଜୁର ବୃକ୍ଷ ପ୍ରାୟ। ମୁଖ ବିସ୍ତାରନ୍ତି କିବା ଭକ୍ଷିବେ ଗଗନ, ନାସା ଅଗ୍ରେ ବହଇ ଅଣଚାଶ ପବନ। ଏ ଭଲ୍ଲୁକ ଆକରେ ପୁଣି ଫୁଫୁନାଦ କରି, ହୃଦୟ କମ୍ପନେ ଧ୍ରୁବ ନିକଟରେ ମିଳି। ଯକ୍ଷିଣୀ ମିଳିଲା ଯେ ହୁଙ୍କାର ନାଦ କରି, ଏ ରୋଦନ କରଇ ଶିଶୁ ବେନିପାଦ ଧରି। ଏ ଧ୍ରୁବର ନିକଟେ ଅତି କୋପେ ସେ ମିଳିଲା, ମୃଣାଳ ପ୍ରାୟକ ଶିଶୁ ମୁଣ୍ଡ ଚୋବାଇଲା। ଅଧର ବିସ୍ତାରି ସେ ରୁଧିର ପାନ କରି, ଧ୍ରୁବର ବଦନ ଚାହିଁ ବୋଲେ ମାୟାଧାରୀ। ସୁଲଳିତ ପ୍ରାଣ ତୋର ଶୁଣରେ କୁମୋର, ସନ୍ତୋଷେ ରୁଧିର ପାନ କରିବି ତୋର। ମୃଣାଳ ପ୍ରାୟକ ଅସ୍ଥି କରିବି ଆହାର, ଦଣ୍ଡେ ଯେବେ ରହିପାରୁ ମୋର ଆଗର। ହେମନ୍ତ କହନ୍ତେ ପୁଣି ଗୁହ୍ୟକ ମିଳିଲେ, ଧ୍ରୁବ ଚାରି ପାଖେ ଶୁଷ୍କ କାଷ୍ଠ ରୁଣ୍ଡ କଲେ। ଦାବାଗ୍ନି ସେ ଲଗାଇ ବିଞ୍ଚନ୍ତେ କରପତ୍ର, ବୃଷ୍ଟି ପ୍ରାୟ ଅଗ୍ନି କଣା ପଡ଼େ ଧ୍ରୁବ ଗାତ୍ର।
ମଣ୍ଡପ ପୂର୍ଣ୍ଣାକାରେ ବୃକ୍ଷ ଉପାଡ଼ନ୍ତି, ଧ୍ରୁବର ସମୀପେ ରହି ଶବଦେ ଗର୍ଜନ୍ତି। ଗଗନେ କ୍ଷେପନ୍ତେ ତରୁ ଲତା କୋଟି କୋଟି, ଅନ୍ୟାନ୍ୟ ତୃଣ ଘେନିଣ ଧାବନ୍ତି ତରାଟି। ଶତ ଶତ ଶୃଗାଳ ଶବଦ ଶୁଭେ ଶୂନ୍ୟେ, ଧ୍ରୁବ ପାଶେ ମିଳନ୍ତି ସେ କୁପିତ ବଦନେ। ପୁଣି ଏକ ରାକ୍ଷସୀ ସୁନୀତି ରୂପ ଧରି, ଧ୍ରୁବର ସମୀପେ ବସେ ମାତୃମାୟା କରି। ହାହା ପୁତ୍ର ବୋଲିବେନି କର ହୃଦେ ତାଡ଼ି, କେଶବାସ ଅସମ୍ଭାଳ ପୁଣ ପୁଣ ପଡ଼ି। ବହୁ ମାୟା ବିନିର୍ମିତ ଚାଟୁ ବାକ୍ୟେ କହେ, ଜନନୀ ବାଳକ ମଦେ କେହୁ ବା ତା ସହେ। ଅତ୍ୟନ୍ତ କାରୁଣ୍ୟେ ପୁତ୍ର ସ୍ନେହେ ସେ ରୋଦନ, ପୁଣି ସ୍ଥିର କରି ଚାହେଁ ଧ୍ରୁବର ବଦନ। ତୁହି ଏକ ପୁତ୍ର ମୋର ସଙ୍ଗେ କେହି ନାହିଁ, କେବଳ ତୋହର ଧ୍ୟାନେ ପ୍ରାଣ ମୋର ଖଇ। ତୁହି ମୋ ରକ୍ଷକ ତୋର ତହୁଁ ଆନ ନାହିଁ, ତୋର ବନ ଗମନେ ଅଜ୍ଞାନ ମୋର ଦେହି। ତୋ ବିନୁ ମରଣ ନିକଟେ ମୋର ମିଳେ, କାଳ ସର୍ପ ପ୍ରାୟ ମତେ ନିତ୍ୟେ ନିତ୍ୟେ ଜାଳେ। ତୋହର ଉଦ୍ଦେଶ୍ୟ ମୁଁ ଅନେକ ଗ୍ରାମ ପୁରେ, ଖୋଜି ନ ପାଇଲି ବଳା ଅନେକ ପ୍ରକାରେ। ବନଗିରି ପାଟଣା ଅନେକ ପୁରେ ଖୋଜି, ପ୍ରାଣ ରକ୍ଷା କରଇ ଉଦକ ପତ୍ର ଭୁଞ୍ଜି। ଯେଉଁ ଦିନୁ ମୋର ପୁରୁ ହୋଇଲୁ ବାହାର, ନିତ୍ୟ ଶବଦ ଉଛୁଳେ କଣ୍ଠେ ହାକାର। ଯେତେ ଦିନ ତୋହର ବିହୁନେ ଥିଲି ମୁହିଁ, ସପତ୍ନୀର ବାଣୀ ମୁହିଁ ସହି ନ ପାରଇ। ଦାବାଗ୍ନି ବନକୁ ଯେନେ ଦହେ ଗ୍ରୀଷ୍ମ କାଳେ, ସପତ୍ନୀ ବଚନା ନଳ ଦହେ ଅତି ବଳେ। ନିଦ୍ରା ଉଜାଗର ମୋହି ନ ଜାଣଇ କିଛି, ଶୟନ ଭୋଜନ ମାନ ନ କରଇ କିଛି। ତୋପର ଯୋଗିନୀ ଯୋଗ ପ୍ରାୟ କରି ଧ୍ୟାନ, ସ୍ୱପ୍ନରେ ହିଁ ନ ଦେଖଇ ତୋର ବଦନ। ତୋହର ବଦନ ମୁହିଁ ପ୍ରତିକ୍ଷଣେ ଦେଖି, ତୋର ମୁଖ ଧ୍ୟାନେ ମୋର ସ୍ରବେବେନି ଆଖି। ଅନେକ ପ୍ରକାରେ ମାତୃବଚନ ହିଁ ଶୁଣି, ସମାଧି ସଂଯୋଗେ ଧ୍ରୁବ ମନେ ମନେ ଗୁଣି। ବିଚାରଇ ଜନନୀ ଏ ନୁହଁଇ ମୋର, ସର୍ବଥା ଜାଣଇ ଏ ଅସୁରୀ ମାୟା ଘୋର। ହେମନ୍ତ ବିଚାରି ମନ ନିଶ୍ଚଳେ ରହିଲା, ରଖ ଏ ଗୋବିନ୍ଦ ବୋଲି ଶରଣ ପଶିଲା। ହେମନ୍ତ ଅସୁରୀ ମାୟା ଇନ୍ଦ୍ରର ବଚନେ, ଯେତେ ମାୟା ପ୍ରକାଶିଲେ ଧ୍ରୁବ ସନ୍ନିଧାନେ। ଧ୍ରୁବ ତପ ଭଙ୍ଗେ କେହି ସମର୍ଥ ନୋହିଲେ, ବିଷ୍ଣୁ ଚକ୍ର ତେଜ ଧ୍ରୁବ ନିକଟେ ଦେଖିଲେ। ସକଳ ଭାଜିଲେ ତେଜ ଦେଖି ଧ୍ରୁବ ଦେହେ, ନିଶି ଅନ୍ଧକାର ଯେନେ ତପନ ଉଦୟେ। ସର୍ବଭୂତ ବଳ ଧ୍ରୁବ ଚରଣେ ନ ମିଳେ, ବ୍ୟର୍ଥ ମନୋରଥେ ନିଜ ମନ୍ଦିରେ ମିଳିଲେ। ଇନ୍ଦ୍ର ଆଦି ଦିଗ ପାଳେ ଭୂତ ଗଣ ଭଗ୍ନେ, ପୁଣି ବିଚାରନ୍ତି ବସି ବିଘ୍ନ ଅନୁମାନେ। ବିଚାରି ନ ପାରି ଦୁଃଖ ମନେ ଦେବ ଗଣେ, ଶରଣ ପଶିଲେ ଯାଇ ବ୍ରହ୍ମାର ଚରଣେ। ପିତାମହ ଚରଣେ ନ ମିଳେ ଦେବଗଣ, ଦେଖି ବ୍ରହ୍ମା ପଚାରିଲେ ଆଗମ କାରଣ। ଧାତାର ବଚନ ଶୁଣି ଶିରେ କର ଯୋଡ଼ି, ଦେବଗଣ କହନ୍ତେ ଚରଣ ତଳେ ପଡ଼ି। ଉତାନ ପାଦର ପୁତ୍ର ଧ୍ରୁବ ତପ ତେଜେ, ଧରଣୀ କମ୍ପିଲା ଗିରି ସମୁଦ୍ର ସಮೇତେ। ଆମ୍ଭେ ରହି ନ ପାରିଲୁ ପବନ ମଣ୍ଡଳେ, ତାର ତପେ କମ୍ପିଲେ ସକଳ ଦିଗ ପାଳେ। ତ୍ରୈଲୋକ୍ୟ ସକଳେ କେହି ନ ପାରିଲୁ ରହି, ନ ଜାଣୁ କାହାର ପଦ ମନେ ସେ ବାଞ୍ଛଇ। ହେମନ୍ତ ବଚନ ସେ ଦେବଙ୍କ ମୁଖୁ ଶୁଣି, ଊର୍ଦ୍ଧ୍ୱ ମୁଖେ କ୍ଷଣକେ କହିଲେ କୁଶ ପାଣି। ଏ ଧ୍ରୁବ ତପ ଦେଖି କିମ୍ବା ଭାଳ ଦେବଗଣ, ହରଷେ କହନ୍ତି ଧ୍ରୁବ ତପର କାରଣ। ବ୍ରହ୍ମବାଚ କହନ୍ତି ଚତୁରାନନ ଶୁଣ ଦେବଗଣେ, ଯେ ନିମନ୍ତେ ଧ୍ରୁବ ତପ କରେ ଘୋର ବନେ। ଏ ଘୋର ତପ ବଳେ ତାକୁ ବିଷ୍ଣୁ ବର ଦେବେ, ତ୍ରୈଲୋକ୍ୟ ଉପରେ ଧ୍ରୁବ ପୁରେ ବସାଇବେ। ଏ ତୁମ୍ଭ ଅଧିକାର ପ୍ରୟୋଜନ ନାହିଁ ତାର, ନିଶ୍ଚିନ୍ତେ ଗମନ କର ଦେବେ ନିଜ ପୁର। ଏ ବିଷ୍ଣୁ ଭକ୍ତ ପ୍ରାଣୀ ବିଷ୍ଣୁ ପ୍ରାୟ ଦେଖେ ସର୍ବ, କେବେ ହେଁ ତପର ବଳେ ନ କରେ ସେ ଗର୍ବ। କେବେ ହେଁ ପରକୁ ପୀଡ଼ା ନ କରଇ ଚିତ୍ତେ, ନିରନ୍ତରେ ରହେ ସର୍ବଜନଙ୍କର ହିତେ। ବିଷ୍ଣୁର ଆଦେଶେ ଧ୍ରୁବ ଆସନେ ବସିବ, ତୁମ୍ଭ ଦିଗପାଳ ପଦ ନିଶ୍ଚଳେ ସ୍ଥାପିବ। ହେମନ୍ତ ବ୍ରହ୍ମାର ବାକ୍ୟ ଶୁଣି ସାବଧାନେ, ନିଜ ପୁରେ ଦେବତାଏ ଗଲେ ତୋଷ ମନେ। ଶୁକ କହେ ଶୁଣ ପରୀକ୍ଷିତ ନୃପମଣି, ଧ୍ରୁବ ତପେ ତାରେ ଦୟା କଲେ ଚକ୍ରପାଣି। ଗରୁଡ଼ ଆସନେ ବସି ଚତୁର୍ଭୁଜ ରୂପେ, କାଳନ୍ଦୀ ତଟେ ମିଳିଲେ ଧ୍ରୁବର ସମୀପେ। ଅମୃତ ବରଷେ କିବା ମଧୁବନ ବନେ,
ଏ ଧ୍ରୁବକୁ ଅନାଇ ହରି ପ୍ରସନ୍ନ ବଦନେ ତପ ତେଜେ ଶାନ୍ତି କର ଅମୃତ ବଚନେ ତପ ଶାନ୍ତି କଲା ଧ୍ରୁବ ବିଷ୍ଣୁ ଦର୍ଶନେ। ଶ୍ରୀ ଭଗବାନ ବାଚ ବର ମାଗ ପ୍ରସନ୍ନ ହୋଇଲି ମୁଇଁ ତୋତେ ତପି ଗଣେ ଶ୍ରେଷ୍ଠ ତୁ ହୋଇଲୁ ସର୍ବମତେ। ବାଳକ ବୟସ ତୋର ଅତି ସୁକୁମାର କାହିଁ ଘୋର ତପବନେ ସାଧନେ କଠୋର। ହେମନ୍ତ ବଚନ ବିଷ୍ଣୁ ତହୁଁ ଶୁଣି ଧ୍ରୁବ କଠୋର ସମାଧି ଛାଡ଼ି କହେ ମୃଦୁ ଭାବ। ଅମୃତ ସମାନେ ବିଷ୍ଣୁ ବଚନ ଶୁଣିଲା ଏ ଉର୍ମିଳ ଲୋଚନେ ବୃଦ୍ଧ ମୁଖେ ଅନାଇଲା। ଏ ଇନ୍ଦ୍ର ନୀଳମଣି ପ୍ରାୟ ଗଗନେ ପ୍ରକାଶେ ନୀଳୋତ୍ପଳ ସମୂହ କି ଗଗନରେ ଦିଶେ। ଗଗନ ମଣ୍ଡଳେ ସରୋବର ପ୍ରାୟ ହୋଇ ଲକ୍ଷ୍ମୀ ଦେବୀ କଟାକ୍ଷେ କି ଜଗତ ମୋଇ। ଏ ପୁତ୍ର ଦେଖି ଦେଖି ଯେନେ ପିତା ଦୟା କରେ ଧ୍ରୁବକୁ ଧଇଲେ କୋଳେ ତୋଳିବେନି କରେ। ଏ ଧୂଳିରେ ଧୂସର ତନୁ ଝାଡ଼ି ସ୍ନେହ ଭରେ ବାମ ଭୁଜେ ଆଲିଙ୍ଗନ ପୁଲକ ଶରୀରେ। ଏ କୃଷ୍ଣକର ଲାଗି ଧ୍ରୁବ ତପ ଦୁଃଖ ଗଲା କୋଟିଏ ବ୍ରହ୍ମାର ବୁଦ୍ଧି ହୃଦେ ପ୍ରକାଶିଲା। ସେ ହରି ଚରଣ ଯୁଗ ହୃଦେ କରି ଧ୍ୟାନ ବିପ୍ର ଜଗନ୍ନାଥ କହେ ଶୁଣ ଏ ସୁଜନ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ଭାଷ୍ୟିକାଂ ଚତୁର୍ଥ ସ୍କନ୍ଧେ ଧ୍ରୁବ ବିଷ୍ଣୁ ପ୍ରସନ୍ନେ ନାମ ନବମ ଅଧ୍ୟାୟ। ବୋଲ ଆନନ୍ଦେ କବାର ହରି ହରି ବୋଲ।